आज ହେଉଛି ପବିତ୍ର ମହାଶିବରାତ୍ରି। ବିଶ୍ୱାସ ରହିଛି ମହାଶିବରାତ୍ରି ଭଳି ପବିତ୍ର ଦିନରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ସୁମରଣା କଲେ ମନକୁ ଶାନ୍ତି ମିଳିବା ସହ ମନସ୍କାମନା ପୂରଣ ହୋଇଥାଏ। ଏହା ଛଡ଼ା ଏମିତି ବି କିଛି କାମ ରହିଛି ଯାହାକୁ ଏହି ଦିନରେ କଲେ ପ୍ରଭୁଙ୍କର କରୁଣା ପ୍ରାପ୍ତି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହାଶିବରାତ୍ରି ଭଳି ପବିତ୍ର ଦିନରେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ ହୋଇଥାଏ। ଏହା ସହିତ ଏହି ଗଛ ମଧ୍ୟରେ ଏକ ଶିବଲିଙ୍ଗକୁ ସ୍ଥାପନ କରି ପ୍ରତିଦିନ ଶ୍ରଦ୍ଧାର ସହ ଜଳ ହେଉ ଅବା କ୍ଷୀର ଅର୍ପଣ କଲେ ପ୍ରଭୁଙ୍କ କୃପା ମିଳିବା ସହ ଶନିଦେବଙ୍କର କୁଦୃଷ୍ଟି ଦୂରେଇ ଯାଏ ବୋଲି ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କର ବେଲ ଗଛ ଓ ବେଲପତ୍ର ଖୁବ୍ ପ୍ରିୟ। ଶିବ ପୁରାଣ ଅନୁଯାୟୀ ଯେଉଁ ସ୍ଥାନରେ ବେଲ ଗଛଟିଏ ଥାଏ ସେହି ସ୍ଥାନଟି ଖୁବ୍ ପବିତ୍ର ହୋଇଥାଏ। ତେଣୁ ବେଲ ଗଛ ଲାଗିଥିବା ସ୍ଥାନରେ ପ୍ରତିଦିନ ବିଶେଷ କରି ମହାଶିବରାତ୍ରି ଦିନ ଜଳ ଢାଳିଲେ ମହାଦେବଙ୍କର କରୁଣା ପ୍ରାପ୍ତି ହେବା ସହ ପରିବାରରେ ସୁଖ ସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଭଗବାନ ଶିବ ହେଉଛନ୍ତି ପୂର୍ଣ୍ଣତାର ପ୍ରତୀକ। ଏହି ପବିତ୍ର ଦିନରେ ଠାକୁର ଘରର ଉତ୍ତର ପଟ କାନ୍ଥରେ ଭଗବାନ ଶିବ ଓ ତାଙ୍କ ପରିବାରର ଫଟୋ ଲଗାଇ ପବିତ୍ର ମନରେ ତାହାକୁ ନିୟମିତ ପୂଜା କଲେ ପ୍ରଭୁଙ୍କ କୃପା ମିଳିବା ସହ ପରିବାରରେ ଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।